ଦି ସାରାଟା ଅଛି ତମ ପକେଇ ଦବ ଆସ୍ତେ କିରି ଖୋଲ ସେ ମୁହଁଟା ଆସ୍ତେ କିରି ଖୋଲ ଖୋଲ ନେଇ ଯାଉ ସେଇଠି ଖୋଲି ଏଇଠି ପକେଇ ଦେଇ ନଉ ନା ନଉ ତା ବେକରେ ଚାରି ସାରାଟା ତିନିଟା ଗୋଲାପ ଥିବ ହଁ ସେଟା ତିନିଟା ଗୋଲାପ ଥିବ ବାଗିକି ହଁ ହଁ ସେଟା ପକାଅ ଦି ସାରାଟା ତମ ପକେଇ ଦିଅ ନାନୀ ପକେଇ ନା ନା ମୁଁ ପକେଇବି ନା ନାନୀ ବାବା ନାନୀ ମାନେ ଯେ ପକେଇ ବୁଲୁଛନ୍ତି ସେଇଟା ତମେ ପକା ନା ମୋ ନାନୀ ପକାଇ ମତେ ଲାଜ ଲାଗିବ ପକେଇ ଦଅ ତମେ ପକା ମତେ ଲାଜ ଲାଗିବ ପ୍ଲିଜ 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 ତମେ ପକଉନ ଦେଖୁନ ଲିଆନ୍ର ସାହିଜାତ କ୍ରେଜ୍ରେ ଆମେ ଆଉ ରହିପାରିଲୁନି ଚାଲି ଆସିଛୁ ପୁରୀ ମୋ ଭଉଣୀର ହଜବେଣ୍ଡ ରଖିଥିଲେ ମଲ୍ଲିମାଳ ସେଠୁ ମଲ୍ଲିମାଳ ପକାଇ ବାହାରି ପଡ଼ିଲୁ ସାହିଜାତ ବୁଲି ସାହିଜାତ ବୁଲିବା ପୂର୍ବରୁ ଆଗ ଆସିଲୁ ପତିତ ପାବନ ଟିକେ ଦର୍ଶନ କରିଦେଇକି ତାପରେ ବାହାରିଲୁ ଆମେ ସାହିଜାତ ଦେଖି ପୁରୀରେ ପହଞ୍ଚିଲା ବେଳକୁ ପାଖାପାଖି ହେଇଗଲାଣି ରାତି 12ଟା ତାପରେ ଆମେ ଠାକୁରଙ୍କୁ ଟିକେ ଦର୍ଶନ କରିଦେଲୁ ପତିତ ପାବନକୁ ତାପରେ ସେଠୁ ବାହାରିଲୁ ମୋ ସାନ ଭଉଣୀର ହଜବେଣ୍ଡର ସ୍କୁଟର ନେଇକି ବାହାରିଲୁ ସାହିଜାତ ବୁଲିବାକୁ ଆଜି ଥିଲା ଦୋଳମଣ୍ଡପ ସାହିର ସାହିଜାତ ତ ସେ ଗୋଟେ ଜାଗାରେ ବି ସ୍କୁଟର ରଖିଦେଇକି ଆମେ ଚାଲି ଚାଲିକି କିଛି ବାଟ ଗଲୁ ସାହିଜାତ ଦେଖିବା ପାଇଁ ସାହି ଭିତରେ ସାହିଜାତ ସମୟରେ ଲାଗିବ ଯେମିତି ପୁରୀରେ ଏଇନେ ସନ୍ଧ୍ୟା ହେଇଛି ଆକ୍ଚୁଆଲି ରାତି ସେତେବେଳେ ସମୟ ହେବ ପାଖାପାଖି 1 ତ ଏତେ ରାତିରେ ବି ଲୋକ ସମସ୍ତେ ଚାହିଁକି ରହିଥାନ୍ତି ସାହିଜାତ ଦେଖିବା ପାଇଁ ତ ଆଗରୁ ତ ପିଲାଦିନେ ଆମକୁ ଛଡ଼ା ହୁଏନି ସାହିଜାତ ଦେଖିବା ପାଇଁ ତ ଏବେ ଲିଆନ୍ ଟିକେ ବଡ଼ ହେଲା ପରେ ସେ ଯେହେତୁ ଜିଦି କରେକି ସାହିଜାତ ଦେଖିବ ତାକୁ ବହୁତ ମଜା ଆସିଯାଇଛି ସାହିଜାତର ଏଇ ଯେଉଁ ପରମ୍ପରାଟି ତ ସେ ଆମେ କେବେ ନା କେବେ ଚେଷ୍ଟା କରିକି ଗୋଟେ ଦିନ ନିଶ୍ଚୟ ଆସିକି ସାହିଜାତ ଦେଖିକି ଯାଇଥାଉ ତ ତା ପରଠୁ ହିଁ ମୁଁ ଟିକେ ଟିକେ ସାହିଜାତ ଦେଖିଲି ଆଉ ଜାଣିଲି ସାହିଜାତ ବିଷୟରେ ଆଗରୁ ପିଲାଦିନେ ଖାଲି ଶୁଣିଥିଲି ଯେ ଏମିତି ସାହିଜାତ ହୁଏ ବୋଲି ବଟ୍ ତାର ଯେଉଁ ଇମ୍ପୋର୍ଟାନ୍ସ ରହିଛି ସାହିଜାତର ସେଇ ଜିନିଷଟା ମୁଁ ଧୀରେ ଧୀରେ ଏବେ ବୁଝିବାକୁ ପାଇଲି ତ ସାହିଜାତ ସବୁ ଷ୍ଟାର୍ଟ ହେବା ଆଗରୁ ଏମିତି କିଛି ଲୋକ ସେଠି ଯେଉଁ ଜାଗା ଆଖଡ଼ାର ଲୋକମାନେ ସେମାନେ ମଧ୍ୟ କିଛି ତାଙ୍କର ପ୍ରଦର୍ଶନ କରୁଥିଲେ ଅସ୍ତ୍ରଶସ୍ତ୍ର ଚଲେଇକି ତ ଆଗରୁ ଆକ୍ଚୁଆଲି ଯେତେବେଳେ ରାଜା ରାଜୁଡ଼ା ଶାସନ ଥିଲା ସେତେବେଳେ ଆମର ଜଗନ୍ନାଥଙ୍କ ଉପରେ ବହୁତ ପ୍ରକାର ଲୋକ ଆଟାକ୍ କରିବାକୁ ଚେଷ୍ଟା କରୁଥିଲେ ତ ସେଥିପାଇଁ ଆମର ଜାଗା ଆଖଡ଼ା ସବୁ ତିଆରି ହେଇଥିଲା ଆଉ ସେତେବେଳେ ଲୋକମାନଙ୍କୁ ଯେଉଁ ମଲ୍ଲଯୁଦ୍ଧ ଟାଇପ୍ର ଯେଉଁ ମସଲ ବନେଇବା ଷ୍ଟ୍ରଙ୍ଗ ବନେଇବା ଏସବୁର ଟ୍ରେନିଂ ଦିଆହେଉଥିଲା ତ ସେଇ କାଳରୁ ହିଁ ରହିଆସିଛି ଯେଉଁ ଆମର ଜାଗା ଆଖଡ଼ାର ପରମ୍ପରା ତା ଛଡ଼ା ଯେଉଁ ପୁରୀରେ ଯେଉଁ ସାହି ଭାଇର ଯେଉଁ ବଣ୍ଡିଙ୍ଗଟା ରହିଛି ସାହି ସାହି ଭିତରେ ସେଇଟାକୁ ଆହୁରି ସୁଦୃଢ଼ କରିବା ପାଇଁ ଏଇ ଯେଉଁ ସାହିଜାତଟି ଆରମ୍ଭ ହେଇଛି ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ଯଦି ଭଲ ଲାଗିଲା ଗୋଟେ ଲାଇକ୍ କରିଦେବେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ କେମିତି ଲାଗିଲା ଆଜିର ବ୍ଲଗ୍ଟି ଯଦି ନୂଆ ଭିଜିଟ୍ କରୁଛନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ପାଖରେ ଥିବା ବେଲ୍ ବଟନ୍ରେ ମଧ୍ୟ ପ୍ରେସ୍ କରିଦେବେ ତାକି ଆମର ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଶୀଘ୍ର ପହଞ୍ଚି ପାରିବ
ସାହିଯାତ୍ରାରେ ତ ବହୁତ ସାରା ମେଢ଼ ବାହାରନ୍ତି, ତ ସବୁଠୁ ବେଶୀ ମୋତେ ଭଲ ଲାଗନ୍ତି ନୃସିଂହଙ୍କର ମେଢ଼। ଲିଆନ୍ର ମଧ୍ୟ ସେ ବହୁତ ହି ପସନ୍ଦ। ଲିଆନ୍ ଦେଖିବ ବୋଲି ଲିଆନ୍ର ପାପା ତାକୁ ପୁରା ଘୋଷାଡ଼ିକି ନେଇ ଭିତରେ ପୁରା ଗହଳି ଭିତରେ ପଶେଇକି ପୁରା ପାଖରେ ଦେଖିକି ନେଇ ଆସୁଥାନ୍ତି ଯେଉଁ ବି ମେଢ଼ ଆସୁଥାନ୍ତି। ତ ମୁଁ କିନ୍ତୁ ଟିକେ ପଛୁଆ ରହିଯାଉଥାଏ। ସେଇଠି ଦେଖା ହେଇଗଲା ମୋର ସାଙ୍ଗ ଚଞ୍ଚଲ, ଆଉ ସେ ମଧ୍ୟ ଦୁବାଇରୁ ଆସିଛି ଦେଖିବା ପାଇଁ ସାହିଯାତ। ଆଉ ଯେହେତୁ ଘରକୁ ଆସିଛି ଆଉ ତା ପୁରୀରେ ଚାଲିଛି ସାହିଯାତ, ସେ ମଧ୍ୟ ପଳେଇ ଆସିଛି ଟିକେ ସାହିଯାତ ବୁଲିବାକୁ। ତ ତାର ମୋର ଟିକେ ଗପି ଦେଲୁ, ଦେଖା ବି ହେଇଗଲା, ଆଉ ଦୁଇ ଜଣ ଯାକ ସରପ୍ରାଇଜ୍ ମଧ୍ୟ ହେଇଗଲୁ ଏକ ଦୁସରକୁ ଦେଖିକି। ଆଉ ତାପରେ କିଛି ସମୟ ସେ ରହିଲା ପରେ ତାପରେ ସେ ଘରକୁ ପଳେଇଲା। ବଟ୍ ଆମେ ରହିଲୁ ରାତି 3ଟା ପର୍ଯ୍ୟନ୍ତ, ଯେହେତୁ ଲିଆନ୍ର ମନ ଭରି ନଥାଏ। ଯେମିତି ମୁଁ ପୁରୁଣା ବ୍ଲଗ୍ ଗୁଡ଼ିକରେ କହି ଆସିଛି ଯେ ଆମ ଘରେ ଆମେ ସବୁବେଳେ ଚେଷ୍ଟା କରିଥାଉ ଯେ ଆମର ଯେଉଁ ପ୍ରାଚୀନ ଐତିହ୍ୟ ପରମ୍ପରା ଓଡ଼ିଶାର ରହିଛି ସେସବୁ ଜିନିଷକୁ ଯେମିତି ଭ୍ୟାଲ୍ୟୁ ଦେବା, ଆଉ ସେଇ ଜିନିଷ ଲିଆନ୍ ମଧ୍ୟ ପିଲାଦିନରୁ ଶିଖି ଆସୁଛି। ଆଉ ତା'ର ସାହିଯାତ ସେଥିପାଇଁ ୱାନ୍ ଅଫ୍ ଦ ଫେଭରେଟ୍, ମାନେ ବହୁତ ଫେଭରେଟ୍ ତା'ର। ସେ ପୁରା ପାଗଳ ଭଳିଆ ମାନେ ହେଇଯାଏ ସାହିଯାତ ଟାଇମ୍ରେ। ତ ସେ ଖୁବ୍ ଏନ୍ଜୟ କରୁଥାଏ, ସବୁ ଜିନିଷକୁ ନିରେଖି ଦେଖୁଥାଏ, ଶିଖୁଥାଏ, ଆଉ ଜାଣିବାକୁ ଚେଷ୍ଟା କରୁଥାଏ। ସେ ବିଷୟରେ ଏକଦମ ରିସର୍ଚ୍ଚ କରିଦେଇଥାଏ ଯେ କେଉଁ ମେଢ଼ କେମିତି ଆସନ୍ତି, କ'ଣ ପିନ୍ଧିଥାନ୍ତି, ସେ ଦେଖିକି ହିଁ ଜାଣିଯାଏ ଯେ ଇଏ ହେଉଛନ୍ତି ଏଇ ମେଢ଼। ତ ଏଇସବୁ ଜିନିଷ ତା'ର ବହୁତ ଆଇଡ଼ିଆ ରହିଛି କି କେଉଁ ସାହିରୁ କ'ଣ ମେଢ଼ ବାହାରନ୍ତି, କେଉଁ ସାହିରୁ କେଉଁ ସାହିକି ଯାଆନ୍ତି, କେଉଁ ଦିନ କେଉଁ ନୀତି ଥାଏ, ଏଇଟା ଠାକୁରଙ୍କର ଯେଉଁ ଜଗନ୍ନାଥଙ୍କର ନୀତି ସହିତ ମଧ୍ୟ ଜଡ଼ିତ। ଏଇସବୁ ଜିନିଷ ବିଷୟରେ ସେ ମଧ୍ୟ କିଛି କିଛି ଶିଖିବାକୁ ଚେଷ୍ଟା କରୁଥାଏ, ଜାଣିବାକୁ ଚେଷ୍ଟା କରୁଥାଏ। ଖାଲି ସେତିକି ନୁହେଁ, ଲାଷ୍ଟରେ ଯେତେବେଳେ ତାଙ୍କ ସ୍କୁଲର ମ୍ୟାଗାଜିନ୍ ବାହାରିବାର ଥିଲା, ତ ତାକୁ ଗୋଟେ କିଛି ଲେଖା ଦେବାର ଥିଲା। ସେ ସେତେବେଳେ କହିଲା ମାମା ମୁଁ ସାହିଯାତ ବିଷୟରେ ଲେଖିବି। ତ ସେ ଲେଖିଥିଲା ସାହିଯାତ ବିଷୟରେ। ଆଉ ଏଥିପାଇଁ ଲେଖିଥିଲା ଯେ କହିଲା କି ମୁଁ ସିନା ଜାଣିଛି ସାହିଯାତ ବିଷୟରେ, ମୋ ସାଙ୍ଗମାନେ ଜାଣିନାହାନ୍ତି କି ସାଙ୍ଗମାନଙ୍କର ପ୍ୟାରେଣ୍ଟସ୍ ମାନେ ଜାଣିନଥିବେ। ତ ସେମାନଙ୍କୁ ଏଇଟା ଜଣେଇବା ନିହାତି ଦରକାର ଯେ ଆମ ପୁରୀରେ ଗୋଟେ ଏତେ ରିଚ୍ କଲଚର୍ ରହିଛି। ଯେମିତି ଦେଖନ୍ତୁ ଏଇଟା ବନାଟି ବୁଲେଇବା, ଏଇଟା ତ ଆପଣ ଆଉ କେଉଁଠି ଦେଖିବାକୁ ତ ରେୟାରଲି ପାଇବେ। ମୁଁ ତ ଜାଣିନି ଆଉ କେଉଁଠି ଏମିତି ବନାଟି ବୁଲା ଏଇଭଳିଆ ମାନେ କନଫିଡେଣ୍ଟଲି କିଏ କରିପାରୁଥିବେ। ଏଇଟା ମୁଁ ପିଲାଦିନୁ ପୁରୀରେ ଦେଖି ଆସିଛି। ତ ସେଥିପାଇଁ ମୁଁ ଚେଷ୍ଟା କରେ ଯେ ଲିଆନ୍ ମଧ୍ୟ ଏସବୁ ଜିନିଷ ଦେଖୁ, ଜାଣୁ ଏ ବିଷୟରେ। ନହେଲେ ଆଜିର ଯେଉଁ ଆଧୁନିକ ଦୁନିଆ ଭିତରେ ଧୀରେ ଧୀରେ ଏଇସବୁ ଜିନିଷର ମାହାତ୍ମ୍ୟ ଧୀରେ ଧୀରେ କମିଯିବ, ଆଉ ନେକ୍ସଟ ଜେନେରେସନ୍କୁ ଏସବୁ ଜିନିଷ ଲୋପ ପାଇଯିବ ଯଦି ଆମେ ଏବେଠାରୁ ଆମ ନେକ୍ସଟ ଜେନେରେସନ୍କୁ ଏସବୁ ଜିନିଷ ବିଷୟରେ ଅବଗତ ନ କରେଇବା।
गोटे फेज साईजात तो आमर सरीला नेक्स्ट फेजटा नेक्स्ट ब्लॉग रे अपन मानक सहित शेयर करी। साईजात देखी फेरला बेल को देखिलु किछि लोक अभड़ा खाउछंती तो किछि भोजी रे बळी जाइथिबा अभड़ा को सब यात्री माने जो राति राति अनै बसथांती ठाकुर को देखिया पे समानक भितर बांटी दउछंती तो बहुत भल लागिला देखिबा पे जे लोक माने खूब आनंद रे तळे बसी अभड़ा को एन्जॉय करछंती। पुणी देखा पार्ट 2 ब्लॉग रे साईजातर आज पाई रहिली। जय जगन्नाथ।